ଓମ୍ ଶାନ୍ତି। 23 ଅଗଷ୍ଟ 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ବାବା ଆସିଛନ୍ତି ତୁମମାନଙ୍କୁ ଜ୍ଞାନ ରତ୍ନରେ ସଜେଇ ଘରକୁ ନେଇଯିବା ପାଇଁ, ପୁଣି ରାଜତ୍ୱ କରିବା ପାଇଁ ପଠାଇ ଦେବେ। ସେଥିପାଇଁ ତୁମେମାନେ ଅପାର ଖୁସିରେ ରୁହ। କେବଳ ବାବାଙ୍କୁ ହିଁ ସ୍ନେହ କର। ବାବା ଆସିଛନ୍ତି ତୁମମାନଙ୍କୁ ଜ୍ଞାନ ରତ୍ନରେ ସଜେଇ ଘରକୁ ନେଇଯିବା ପାଇଁ, ପୁଣି ରାଜତ୍ୱ କରିବା ପାଇଁ ପଠାଇ ଦେବେ। ସେଥିପାଇଁ ତୁମେମାନେ ଅପାର ଖୁସିରେ ରୁହ। କେବଳ ବାବାଙ୍କୁ ହିଁ ସ୍ନେହ କର। ଆଜିର ପ୍ରଶ୍ନ, ନିଜର ଧାରଣାକୁ ମଜବୁତ ବା ପକ୍କା କରିବାର ଆଧାର କ'ଣ? ନିଜର ଧାରଣାକୁ ମଜବୁତ ବା ପକ୍କା କରିବାର ଆଧାର କ'ଣ? ଉତ୍ତର, ନିଜର ଧାରଣାକୁ ମଜବୁତ କରିବା ପାଇଁ ସର୍ବଦା ଏହି କଥା ପକ୍କା କର କି ଆଜିର ଦିନ ଯାହା ବିତିଗଲା ବହୁତ ଭଲ ହେଲା, ପୁଣି କଳ୍ପ ପରେ ଏହିଭଳି ହେବ। ଯାହା କିଛି ହେଲା କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ନଥିଙ୍ଗ ନ୍ୟୁ ଅର୍ଥାତ୍ କିଛି ନୂଆ କଥା ନୁହେଁ। ଏହି ଲଢ଼େଇ ମଧ୍ୟ 5000 ବର୍ଷ ପୂର୍ବରୁ ଲାଗିଥିଲା, ପୁଣି ନିଶ୍ଚିତ ଲାଗିବ। ଏହି କୁଟାଗଦା ସଦୃଶ ସଂସାରର ବିନାଶ ନିଶ୍ଚିତ ହେବ। ଏହିପରି ପ୍ରତି ମୁହୂର୍ତ୍ତ ଡ୍ରାମାର ସ୍ମୃତିରେ ରୁହ, ତେବେ ଧାରଣା ମଜବୁତ ହୋଇଯିବ। ଗୀତ। ଦୂର ଦେଶ କା ରହନେ ବାଲା ଆୟା ଦେଶ ପରାଏ। ଓମ୍ ଶାନ୍ତି। ପିଲାମାନେ ଦୂର ଦେଶରୁ ପରଦେଶକୁ ଆସିଛନ୍ତି। ବର୍ତ୍ତମାନ ଏହି ପରଦେଶରେ ଦୁଃଖୀ ହୋଇଯାଇଛନ୍ତି। ସେଥିପାଇଁ ଡାକୁଛନ୍ତି, ନିଜ ଦେଶ ଘରକୁ ନେଇଚାଲ। ତୁମେ ମଧ୍ୟ ଡାକୁଥିଲ ନା? ବହୁତ ସମୟରୁ ମନେ ପକାଇ ଆସିଛ। ତେଣୁ ବାବା ମଧ୍ୟ ଖୁସିରେ ଆସୁଛନ୍ତି। ଜାଣିଛନ୍ତି ମୁଁ ପିଲାମାନଙ୍କ ପାଖକୁ ଯାଉଛି। ଯେଉଁ ସନ୍ତାନମାନେ କାମଚିତାରେ ବସି ଜଳିଯାଇଛନ୍ତି, ସେମାନଙ୍କୁ ନିଜ ଘରକୁ ନେଇଯିବି, ପୁଣି ରାଜତ୍ୱ କରିବା ପାଇଁ ପଠାଇ ଦେବି। ସେଥିପାଇଁ ଜ୍ଞାନରେ ସଜାଇବାକୁ ହେବ। ପିଲାମାନେ ମଧ୍ୟ ବାବାଙ୍କ ଠାରୁ ଅଧିକ ଖୁସି ହେବା ଦରକାର। ବାବା ଯେହେତୁ ଆସିଛନ୍ତି, ତେଣୁ ବାବାଙ୍କର ହୋଇଯିବା ଉଚିତ ଓ ତାଙ୍କୁ ବହୁତ ସ୍ନେହ କରିବା ଦରକାର। ବାବା ପ୍ରତ୍ୟହ ବୁଝାଉଛନ୍ତି, ଆତ୍ମା ହିଁ ବାବାଙ୍କ ସହ କଥା ହେଉଛି ନା? ବାବା 5000 ବର୍ଷ ପରେ ଡ୍ରାମା ଅନୁସାରେ ଆପଣ ଆସିଛନ୍ତି। ଆମକୁ ବହୁତ ଖୁସିର ସମ୍ପତ୍ତି ମିଳୁଛି। ବାବା ଆପଣ ଆମର ବୁଦ୍ଧିରୂପୀ ଝୁଲାମୁଣି ଭରୁଛନ୍ତି। ଆମକୁ ଆମର ଘର ଶାନ୍ତିଧାମକୁ ନେଇଯାଉଛନ୍ତି, ପୁଣି ରାଜଧାନୀକୁ ପଠାଇ ଦେବେ। କେତେ ଅସରନ୍ତି ଖୁସିରେ ରହିବା ଦରକାର। ବାବା କହୁଛନ୍ତି, ମୋତେ ଅନ୍ୟର ରାଜଧାନୀ ଅର୍ଥାତ୍ ରାବଣ ରାଜ୍ୟକୁ ହିଁ ଆସିବାକୁ ପଡ଼ୁଛି। ବାବାଙ୍କର ବହୁତ ସୁଖଦାୟୀ ଆଶ୍ଚର୍ଯ୍ୟଜନକ ଅଭିନୟ ରହିଛି। ଖାସ୍ ଯେହେତୁ ଏହି ପରଦେଶକୁ ଆସିଛନ୍ତି, ଏହି କଥା ତୁମେ ଏବେ ହିଁ ବୁଝୁଛ। ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯିବ। ସେଠାରେ ଜ୍ଞାନର କୌଣସି ଆବଶ୍ୟକତା ହିଁ ରହିବ ନାହିଁ। ବାବା କହୁଛନ୍ତି, ତୁମେ କେତେ ବୁଦ୍ଧିହୀନ ହୋଇଯାଇଛ। ଡ୍ରାମାର ଅଭିନେତା ହୋଇ ମଧ୍ୟ ବାବାଙ୍କୁ ଜାଣିନାହଁ। ଯେଉଁ ବାବା ହିଁ କରାଇଲା ବାଲା, କ'ଣ କରୁଛନ୍ତି, କ'ଣ କରାଉଛନ୍ତି, ଏକଥା ଭୁଲି ଯାଇଛ। ସାରା ପୁରୁଣା ଦୁନିଆକୁ ସ୍ୱର୍ଗ କରିବା ପାଇଁ ଆସୁଛନ୍ତି ଏବଂ ଏଠାକୁ ଆସି ଜ୍ଞାନ ଦେଉଛନ୍ତି। ସେ ଜ୍ଞାନର ସାଗର ହୋଇଥିବାରୁ ନିଶ୍ଚୟ ଜ୍ଞାନ ଦେବାର କର୍ତ୍ତବ୍ୟ କରିବେ ନା? ପୁଣି ତୁମ ଦ୍ୱାରା ଏହି କର୍ତ୍ତବ୍ୟ କରାଉଛନ୍ତି କି ଅନ୍ୟମାନଙ୍କୁ ଏହି ସନ୍ଦେଶ ଦିଅ ଯେ ବାବା ସମସ୍ତଙ୍କ ନିମନ୍ତେ କହୁଛନ୍ତି। ଏବେ ଦେହର ଅଭିମାନ ଛାଡ଼ି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ। ମୁଁ ଶ୍ରୀମତ ଦେଉଛି। ସମସ୍ତେ ତ ହେଉଛନ୍ତି ପାପ ଆତ୍ମା। ବର୍ତ୍ତମାନ ସମୟରେ ପୁରା ବୃକ୍ଷଟିର ତମ ପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇ ଆସିଛି। ଯେପରି ବାଉଁଶ ଜଙ୍ଗଲରେ ନିଆଁ ଲାଗିଗଲେ ସାରା ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଏ,
ଜଙ୍ଗଲରେ ପାଣି କେଉଁଠୁ ଆସିବ ଯେ ନିଆଁ ଲିଭାଯିବ? ତେଣୁ ଏହି ଯେଉଁ ପୁରୁଣା ଦୁନିଆ ରହିଛି ସେଥିରେ ନିଆଁ ଲାଗିଯିବ। ବାବା କହୁଛନ୍ତି ନଥିଂ ନ୍ୟୁ। ବାବା ଭଲ ଭଲ ଜ୍ଞାନର ପଏଣ୍ଟସ୍ ଦେଉଛନ୍ତି, ଯାହାକୁ ଲେଖିବା ଦରକାର। ବାବା ବୁଝାଉଛନ୍ତି ଯେ ଅନ୍ୟ ସବୁ ଧର୍ମସ୍ଥାପକମାନେ କେବଳ ନିଜର ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି। ତାଙ୍କୁ ପେଗାମ୍ବର ଅଥବା ମେସେଞ୍ଜର ଅର୍ଥାତ୍ ସନ୍ଦେଶ ବାହକ ଆଦି କିଛି ବି କହିପାରିବା ନାହିଁ। ଏହାକୁ ମଧ୍ୟ ବହୁତ ଯୁକ୍ତିର ସହିତ ଲେଖିବାକୁ ହେବ। ଶିବ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ସନ୍ତାନମାନେ ତ ହେଉଛନ୍ତି ସମସ୍ତେ ଭାଇ ଭାଇ। ତେଣୁ ପ୍ରତ୍ୟେକ ଚିତ୍ରରେ, ପ୍ରତ୍ୟେକ ଲେଖାରେ ଏ କଥା ନିଶ୍ଚୟ ଲେଖିବା ଦରକାର। ଶିବ ବାବା ଏହିପରି ବୁଝାଉଛନ୍ତି। ବାବା କହୁଛନ୍ତି, ପିଲାମାନେ, ମୁଁ ଆସି ସତ୍ୟଯୁଗୀ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛି, ଯେଉଁଠି 100% ସୁଖ, ଶାନ୍ତି, ପବିତ୍ରତା ସବୁ କିଛି ଅଛି। ସେଥିପାଇଁ ତାକୁ ସ୍ୱର୍ଗ କୁହାଯାଉଛି। ସେଠାରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ବାକି ଯେଉଁ ସବୁ ଧର୍ମ ରହିଛି ସେସବୁର ବିନାଶ କରିବା ପାଇଁ ମୁଁ ନିମିତ୍ତ ହୋଇଛି। ସତ୍ୟ ଯୁଗରେ କେବଳ ଗୋଟିଏ ଧର୍ମ ରହିବ, ତାହା ହେଉଛି ନୂଆ ଦୁନିଆ। ପୁରୁଣା ଦୁନିଆକୁ ଖତମ କରିଦେଉଛି। ଏପରି ଧନ୍ଦା ତ ଆଉ କେହି କରୁନାହାନ୍ତି। କୁହାଯାଏ ଶଙ୍କର ଦ୍ୱାରା ବିନାଶ। ବିଷ୍ଣୁ ମଧ୍ୟ ହେଉଛନ୍ତି ଲକ୍ଷ୍ମୀ ନାରାୟଣଙ୍କ ଯୁଗଳ ମୂର୍ତ୍ତି। ପ୍ରଜାପିତା ବ୍ରହ୍ମା ମଧ୍ୟ ଏହିଠାରେ ହିଁ ଅଛନ୍ତି। ଇଏ ପତିତରୁ ପାବନ ଫରିସ୍ତା ହେଉଛନ୍ତି। ସେଥିପାଇଁ ପୁଣି ବ୍ରହ୍ମା ଦେବତା କୁହାଯାଉଛି, ଯାହାଙ୍କ ଦ୍ୱାରା ଦେବୀ ଦେବତା ଧର୍ମ ସ୍ଥାପନ ହେଉଛି। ଏହି ବାବା ମଧ୍ୟ ଦେବୀ ଦେବତା ଧର୍ମର ପ୍ରଥମ ରାଜକୁମାର ହେଉଛନ୍ତି। ତେଣୁ ବ୍ରହ୍ମା ଦ୍ୱାରା ସ୍ଥାପନା, ଶଙ୍କର ଦ୍ୱାରା ବିନାଶ। ଚିତ୍ର ତ ଦେବାକୁ ପଡ଼ିବ ନା। ବୁଝାଇବା ନିମନ୍ତେ ଏହି ଚିତ୍ର ତିଆରି କରାଯାଇଛି। ଏହାର ଅର୍ଥ କାହାକୁ ମଧ୍ୟ ଜଣା ନାହିଁ। ସ୍ୱଦର୍ଶନ ଚକ୍ରଧାରୀ ସମ୍ବନ୍ଧରେ ମଧ୍ୟ ବୁଝାଉଛନ୍ତି। ପରମ ପିତା ପରମାତ୍ମା ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଛନ୍ତି। ତାଙ୍କଠାରେ ସମସ୍ତ ଜ୍ଞାନ ରହିଛି। ତେଣୁ ସେ ସ୍ୱଦର୍ଶନ ଚକ୍ରଧାରୀ ହେଲେ ନା। ଜାଣିଛନ୍ତି ମୁଁ ହିଁ ଏହି ଜ୍ଞାନ ଶୁଣାଉଛି। ବାବା ଏପରି କହିବେ ନାହିଁ ଯେ ମୋତେ କମଳ ପୁଷ୍ପ ସମାନ ହେବାକୁ ପଡ଼ିବ। ସତ୍ୟ ଯୁଗରେ ତୁମେ କମଳ ପୁଷ୍ପ ସମାନ ହିଁ ରହିଛ। ସନ୍ନ୍ୟାସୀମାନଙ୍କ ପାଇଁ ଏପରି କୁହାଯାଏ ନାହିଁ। ସେମାନେ ତ ଜଙ୍ଗଲକୁ ଚାଲି ଯାଉଛନ୍ତି। ବାବା ମଧ୍ୟ କହୁଛନ୍ତି, ପ୍ରଥମେ ସେମାନେ ପବିତ୍ର ଶତପ୍ରଧାନ ଥାଆନ୍ତି। ପବିତ୍ରତାର ବଳ ଦ୍ୱାରା ଭାରତକୁ ରକ୍ଷା କରୁଛନ୍ତି। ଭାରତ ପରି ପବିତ୍ର ଦେଶ ଅନ୍ୟ ଦେଶ ହୋଇପାରିବ ନାହିଁ। ଯେପରି ବାବାଙ୍କର ମହିମା ରହିଛି, ସେପରି ଭାରତର ମଧ୍ୟ ମହିମା ରହିଛି। ଭାରତ ସ୍ୱର୍ଗ ଥିଲା। ଏହି ଲକ୍ଷ୍ମୀ ନାରାୟଣ ରାଜ୍ୟ କରୁଥିଲେ। ପୁଣି ସେମାନେ କୁଆଡ଼େ ଗଲେ? ବର୍ତ୍ତମାନ ଏକଥା ତୁମେ ଜାଣୁଛ। ଆଉ କାହାର ବୁଦ୍ଧିରେ କ'ଣ ଏକଥା ଅଛି କି? ଏହି ଦେବତାମାନେ ହିଁ 84 ଜନ୍ମ ନେଇ ପୁଣି ପୂଜାରୀ ହେଉଛନ୍ତି। ଏବେ ତୁମ ପାଖରେ ସମସ୍ତ ଜ୍ଞାନ ରହିଛି। ଆମେ ଏବେ ପୂଜ୍ୟ ଦେବୀ ଦେବତା ହେଉଛୁ। ପୁଣି ପୂଜାରୀ ମନୁଷ୍ୟ ହେବୁ। ମନୁଷ୍ୟ ଆତ୍ମା ତ ମନୁଷ୍ୟ ହିଁ ହେବ। ଏସବୁ ଯେଉଁ ଭିନ୍ନ ଭିନ୍ନ ପ୍ରକାରର ଚିତ୍ର ତିଆରି କରୁଛନ୍ତି, ଏପରି କୌଣସି ମନୁଷ୍ୟ ନଥାନ୍ତି। ଏସବୁ ଭକ୍ତି ମାର୍ଗରେ ଅନେକ ଚିତ୍ର ଅଟେ। ତୁମର ଜ୍ଞାନ ତ ହେଉଛି ଗୁପ୍ତ। ଏହି ଜ୍ଞାନ ସମସ୍ତେ ଗ୍ରହଣ କରିବେ ନାହିଁ। ଯିଏ ଏହି ଦେବୀ ଦେବତା ଧର୍ମର ପାତ୍ର ହୋଇଥିବେ, ସେହିମାନେ ଗ୍ରହଣ କରିବେ। ବାକି ଯେଉଁମାନେ ଅନ୍ୟ ଧର୍ମର ହୋଇଥିବେ, ସେମାନେ ଶୁଣିବେ ନାହିଁ। ଯିଏ ଶିବ ଏବଂ ଦେବତାମାନଙ୍କର ଭକ୍ତି କରୁଛନ୍ତି, ସେହିମାନେ ଆସିବେ। ପ୍ରଥମେ ମୋର ପୂଜା କରୁଛନ୍ତି, ପୁଣି ପୂଜାରୀ ହୋଇ ନିଜର ବି ପୂଜା କରୁଛନ୍ତି। ତେଣୁ ଏବେ ଖୁସି ହେଉଛି ଯେ ଆମେ ପୂଜ୍ୟରୁ ପୂଜାରୀ ହେଉଛୁ। ଏବେ ପୁଣି ପୂଜ୍ୟ ହେବାକୁ ଯାଉଛୁ। କେତେ ଖୁସି ପାଳନ କରୁଛନ୍ତି। ଏଠାରେ ତ ଅଳ୍ପ କାଳ ପାଇଁ ଖୁସି ପାଳନ କରୁଛନ୍ତି। ସେଠାରେ ତ ତୁମେ ସର୍ବଦା ଖୁସିରେ ରହିବ। ସତ୍ୟ ଯୁଗରେ ଲକ୍ଷ୍ମୀକୁ ଡାକିବା ପାଇଁ ଦୀପାବଳି ଆଦି ପାଳନ କରନ୍ତି ନାହିଁ।
ସେଠାରେ ରାଜ୍ୟାଭିଷେକ ଦିନ ଦୀପ ଜଳାଇ ଦୀପାବଳି ପାଳନ କରନ୍ତି। ବାକି ବର୍ତ୍ତମାନ ଯେଉଁ ସବୁ ଉତ୍ସବ ପାଳନ କରାଯାଉଛି ସେସବୁ ସେଠାରେ ପାଳିତ ହେବ ନାହିଁ। ସେଠାରେ ତ ସୁଖ ହିଁ ସୁଖ ରହିବ। ଏହା ହିଁ ଏକମାତ୍ର ସମୟ ଯେତେବେଳେ କି ତୁମେ ଆଦି ମଧ୍ୟ ଅନ୍ତକୁ ଜାଣୁଛ। ଏହି ସବୁ ପଏଣ୍ଟସ୍ ଲେଖ। ସନ୍ନ୍ୟାସୀମାନଙ୍କର ହେଉଛି ହଠଯୋଗ, ଏହା ହେଉଛି ରାଜଯୋଗ। ବାବା କହୁଛନ୍ତି ଗୋଟିଏ ଗୋଟିଏ ପୃଷ୍ଠାରେ ଯେଉଁଠି ସେଠି ଶିବ ବାବାଙ୍କର ନାମ ନିଶ୍ଚୟ ରହୁ। ଶିବ ବାବା ଆମ ସନ୍ତାନମାନଙ୍କୁ ବୁଝାଉଛନ୍ତି ନିରାକାର ଆତ୍ମାମାନେ ଏବେ ସାକାର ଶରୀର ଧାରଣ କରି ବସିଛନ୍ତି, ତେଣୁ ବାବା ମଧ୍ୟ ସାକାରରେ ବୁଝେଇବେ ନା। ସେ କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ଶିବ ଭଗବାନ ଉବାଚ, ସନ୍ତାନମାନଙ୍କ ପ୍ରତି ବାବା ନିଜେ ଏଠାରେ ଉପସ୍ଥିତ ଅଛନ୍ତି ନା। ମୁଖ୍ୟ ମୁଖ୍ୟ ପଏଣ୍ଟସ୍ ବହିରେ ଏପରି ଲେଖା ହେବା ଉଚିତ ଯାହାକୁ ପଢ଼ିବା ଦ୍ୱାରା ସ୍ୱତଃ ଜ୍ଞାନ ଉଦୟ ହେବ। ଶିବ ଭଗବାନ ଉବାଚ ଲେଖା ହେବା ଦ୍ୱାରା ପଢ଼ିବାରେ ମଜା ଆସିଯିବ। ଏହା ବୁଦ୍ଧିର କାମନା। ବାବା ମଧ୍ୟ ଶରୀରର ଲୋନ ନେଇ ପୁଣି ଶୁଣାଉଛନ୍ତି ନା। ଏହାଙ୍କ ଆତ୍ମା ମଧ୍ୟ ଶୁଣୁଛି। ପିଲାମାନଙ୍କର ତ ବହୁତ ନିଶା ରହିବା ଉଚିତ। ବାବାଙ୍କ ପ୍ରତି ବହୁତ ସ୍ନେହ ରହିବା ଦରକାର। ବ୍ରହ୍ମାଙ୍କ ଶରୀର ତ ହେଉଛି ଶିବ ବାବାଙ୍କର ରଥ। ଏହା ହେଉଛି ବହୁତ ଜନ୍ମର ଅନ୍ତିମ ଜନ୍ମ। ଏହାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି। ବ୍ରହ୍ମାଙ୍କ ଦ୍ୱାରା ଏମାନେ ବ୍ରାହ୍ମଣ ହେଉଛନ୍ତି, ପୁଣି ମନୁଷ୍ୟରୁ ଦେବତା ହେଉଛନ୍ତି। ଚିତ୍ର କେତେ ସ୍ପଷ୍ଟ ଭାବରେ ରହିଛି। ନିଜର ମଧ୍ୟ 2 ମୁକୁଟଧାରୀ ଚିତ୍ର ମସ୍ତକ ଉପରେ କିମ୍ବା ପାର୍ଶ୍ୱରେ ଦର୍ଶାଇପାର। ଯୋଗ ବଳ ଦ୍ୱାରା ଆମେ ଏପରି ଦେବୀ ଦେବତା ହେଉଛୁ। ଉପରେ ଶିବ ବାବାଙ୍କର ଚିତ୍ର ଥିବ, ତାଙ୍କୁ ମନେ ପକାଇ ପକାଇ ମନୁଷ୍ୟରୁ ଦେବତା ହୋଇଯାଉଛନ୍ତି। ବିଲକୁଲ ସ୍ପଷ୍ଟ ରହିଛି। ରଙ୍ଗୀନ ଚିତ୍ରର ବହି ଏପରି ହେଉ ଯାହାକୁ ମନୁଷ୍ୟ ଦେଖି ଖୁସି ହୋଇଯିବେ। ତାଠାରୁ କିଛି ଶସ୍ତା ଗରିବ ଲୋକମାନଙ୍କ ପାଇଁ ମଧ୍ୟ ଛପାଇ ପାରିବ। ଆବଶ୍ୟକତା ଅନୁଯାୟୀ ବଡ଼ରୁ ଛୋଟ, ଛୋଟରୁ ବଡ଼ କରିପାରିବ। ଯେପରି ସବୁ ରହସ୍ୟ ସେଥିରେ ରହିଥିବ। ଗୀତାର ଭଗବାନ କିଏ? ଏହି ଚିତ୍ରଟି ହେଲା ମୁଖ୍ୟ। ସେହି ଗୀତା ଉପରେ କୃଷ୍ଣଙ୍କର ଚିତ୍ର। ଏହି ଗୀତା ଉପରେ ତ୍ରିମୂର୍ତ୍ତି ଚିତ୍ର ରହିବା ଦ୍ୱାରା ମନୁଷ୍ୟଙ୍କୁ ବୁଝାଇବାରେ ସହଜ ହୋଇଥାଏ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ଏଠାରେ ହିଁ ଅଛନ୍ତି। ପ୍ରଜାପିତା ବ୍ରହ୍ମା ସୂକ୍ଷ୍ମ ବତନରେ ତ ରହିପାରିବେ ନାହିଁ। କହିଥାନ୍ତି ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ। ତେବେ ଦେବତା କିଏ ହେଲେ? ଦେବତାମାନେ ତ ଏଠାରେ ରାଜତ୍ୱ କରୁଥିଲେ। ଦୈବୀ ଧର୍ମ ତ ରହିଛି ନା। ତେଣୁ ଏସବୁ ଭଲ ଭାବରେ ବୁଝାଇବାକୁ ପଡ଼ୁଛି। ତେବେ ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ଉଭୟ ଏହିଠାରେ ଅଛନ୍ତି। ଚିତ୍ର ଦ୍ୱାରା ତ ବୁଝାଯାଇପାରିବ। ପ୍ରଥମେ ଅଲଫ ଅର୍ଥାତ୍ ଭଗବାନଙ୍କୁ ସିଦ୍ଧ କର, ତେବେ ସବୁ କଥା ସିଦ୍ଧ ହୋଇଯିବ। ପଏଣ୍ଟସ୍ ତ ବହୁତ ଅଛି। ଆଉ ସମସ୍ତେ ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି। ବାବା ତ ସ୍ଥାପନା ଏବଂ ବିନାଶ ଉଭୟ କରାଉଛନ୍ତି। ସବୁ ତ ଡ୍ରାମା ଅନୁସାରେ ହିଁ ହେଉଛି। ବ୍ରହ୍ମା ତ କହିପାରିବେ, ବିଷ୍ଣୁ କ'ଣ ଶୁଣାଇ ପାରିବେ କି? ସୂକ୍ଷ୍ମ ବତନରେ କ'ଣ କହିବେ? ଏହା ସବୁ ବୁଝିବାର କଥା ଅଟେ। ଏଠାରେ ତୁମେ ସବୁ କଥା ବୁଝି ପୁଣି ଉପର କ୍ଲାସକୁ ଯାଉଛ। ଶ୍ରେଣୀ ଗୃହ ହିଁ ବଦଳି ଯାଇଥାଏ। ମୂଳ ବତନରେ ତ ସର୍ବଦା ବସି ରହିପାରିବ ନାହିଁ। ପୁଣି ସେଠାରୁ କ୍ରମାନ୍ୱୟରେ ଆସିବାକୁ ପଡ଼ିଥାଏ। ମୂଳ କଥା ହେଉଛି ଗୋଟିଏ, ଯାହା ଉପରେ ଜୋର ଦେବା ଉଚିତ। କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା। ଏହିପରି ଆଲୋଚନା ଇତ୍ୟାଦି କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା। ଏପରି ପଏଣ୍ଟସ୍ ବାହାରିଥିଲା। ଆଜିର ଦିନ ଯାହା ଅତିକ୍ରମ ହୋଇଗଲା ତାହା ଭଲ ହେଲା। ପୁଣି କଳ୍ପ ପରେ ଏହିପରି ହେବ। ଏପରି ଭାବେ ନିଜେ ଧାରଣା କରି ମଜବୁତ ହୋଇଯାଅ। ବାବା କହିଥିଲେ ମାଗାଜିନରେ ମଧ୍ୟ ପ୍ରକାଶ କର। ଏହି ଲଢ଼େଇ ଲାଗିଲା। କିଛି ନୂଆ କଥା ନୁହେଁ।
5000 ବର୍ଷ ପୂର୍ବେ ମଧ୍ୟ ଏପରି ହୋଇଥିଲା। ଏହି କଥା ତୁମେ ହିଁ ବୁଝୁଛ, ବାହାର ଲୋକେ ବୁଝିପାରିବେ ନାହିଁ। କେବଳ କହିବେ, ଏହି କଥା ତ ବହୁତ ଆଶ୍ଚର୍ଯ୍ୟଜନକ। ଆଚ୍ଛା, କେବେ ଯାଇ ବୁଝିନେବୁ। ଶିବ ଭଗବାନ ଉବାଚ ସନ୍ତାନମାନଙ୍କ ପ୍ରତି, ଏଭଳି ପ୍ରକାରର ଅକ୍ଷର ରହିଲେ ଆସି ବୁଝିବେ ମଧ୍ୟ। ନାମ ଲେଖାଯାଇଛି ପ୍ରଜାପିତା ବ୍ରହ୍ମା କୁମାର କୁମାରୀ। ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ରଚନା କରୁଛନ୍ତି। ବ୍ରାହ୍ମଣ ଦେବୀ ଦେବତାୟ ନମଃ କହୁଛନ୍ତି ନା? କେଉଁ ବ୍ରାହ୍ମଣ? ତୁମେ ବ୍ରାହ୍ମଣକୁ ମଧ୍ୟ ବୁଝାଇ ପାରିବ ଯେ ବ୍ରହ୍ମାଙ୍କର ସନ୍ତାନ କିଏ? ପ୍ରଜାପିତା ବ୍ରହ୍ମାଙ୍କର ଏତେ ସନ୍ତାନ ଅଛନ୍ତି, ତେବେ ନିଶ୍ଚୟ ଏଠାରେ ପୋଷ୍ୟ ହେଉଥିବେ। ଯିଏ ଆମ କୁଳର ହୋଇଥିବେ ସେମାନେ ଭଲ ଭାବରେ ବୁଝିବେ। ତୁମେ ତ ବାବାଙ୍କର ସନ୍ତାନ ହୋଇଗଲ। ବାବା ବ୍ରହ୍ମାକୁ ମଧ୍ୟ ପୋଷ୍ୟ କରୁଛନ୍ତି, ନଚେତ ସ୍ଥୂଳ ଶରୀର ଆସିଲା କେଉଁଠୁ? ବ୍ରାହ୍ମଣ ଏହିସବୁ କଥାକୁ ବୁଝିବେ, ସନ୍ନ୍ୟାସୀମାନେ ବୁଝିବେ ନାହିଁ। ଆଜମେରରେ ବ୍ରାହ୍ମଣ ରହିଥାନ୍ତି ଏବଂ ହରିଦ୍ୱାରରେ ସନ୍ନ୍ୟାସୀ ହିଁ ସନ୍ନ୍ୟାସୀ ରହିଛନ୍ତି। ପଣ୍ଡାମାନେ ହୋଇଥାନ୍ତି ବ୍ରାହ୍ମଣ, କିନ୍ତୁ ସେମାନେ ତ ଭୋକିଲା। କୁହ, ତୁମେ ହେଉଛ ସ୍ଥୂଳ ଯାତ୍ରାର ପଣ୍ଡା, ଏବେ ଆତ୍ମିକ ପଣ୍ଡା ହୁଅ। ତୁମର ନାମ ମଧ୍ୟ ହେଉଛି ପଣ୍ଡା। ପାଣ୍ଡବ ସେନାକୁ ମଧ୍ୟ ଜାଣିପାରୁନାହାନ୍ତି। ବାବା ହେଉଛନ୍ତି ପାଣ୍ଡବମାନଙ୍କର ମଉଡ଼ମଣି। କହୁଛନ୍ତି, ହେ ସନ୍ତାନମାନେ, ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ନିଜର ଘରକୁ ଚାଲିଯିବ। ପୁଣି ଅମରପୁରୀକୁ ଯିବାର ଲମ୍ବା ଯାତ୍ରା ଲାଗିବ। ମୂଳ ବତନର ଯାତ୍ରା କେତେ ଲମ୍ବା ହେବ। ସବୁ ଆତ୍ମାମାନେ ଯିବେ, ଯେପରି ପଙ୍ଗପାଳମାନଙ୍କର ମଧ୍ୟ ଦଳ ଯାଇଥାଏ ନା? ମହୁମାଛିମାନଙ୍କର ମଧ୍ୟ ରାଣୀ ଆଗରେ ଗଲେ ତା ପଛରେ ସମସ୍ତେ ଯାଇଥାନ୍ତି। ଆଶ୍ଚର୍ଯ୍ୟ ନା? ସବୁ ଆତ୍ମାମାନେ ମଧ୍ୟ ମଶା ସଦୃଶ୍ୟ ଯିବେ। ଶିବଙ୍କର ବରଯାତ୍ରୀ ନା? ତୁମେ ସବୁ ହେଲ କନ୍ୟା। ମୁଁ ବର ଆସିଛି ତୁମ ସମସ୍ତଙ୍କୁ ନେଇଯିବା ପାଇଁ। ତୁମେ ଛି ଛି ବିକାରୀ ହୋଇଯାଇଛ। ସେଥିପାଇଁ ତୁମମାନଙ୍କୁ ଦିବ୍ୟ ଗୁଣରେ ସଜେଇ ସାଥିରେ ନେଇଯିବି। ଯେଉଁମାନେ ଦିବ୍ୟ ଗୁଣରେ ସଜେଇ ନ ହେବେ ସେମାନେ ଦଣ୍ଡ ପାଇବେ। ଯିବାକୁ ହିଁ ପଡ଼ିବ ନା? କାଶୀ କଲବଟରେ ମଧ୍ୟ ମନୁଷ୍ୟ ମଲାବେଳେ 1 ସେକେଣ୍ଡରେ କେତେ ଦଣ୍ଡ ଭୋଗ କରିଥାନ୍ତି। ମନୁଷ୍ୟ ଚିତ୍କାର କରିଥାନ୍ତି। ଏହା ମଧ୍ୟ ସେହିପରି ଅନୁଭବ କରିଥାନ୍ତି, ଯେପରି ମୁଁ ଯେମିତି ଜନ୍ମ ଜନ୍ମାନ୍ତରର ଦୁଃଖର ସଜା ଭୋଗ କରୁଛି। ସେହି ଦୁଃଖର ଅନୁଭବ ଏପରି ଭୟଙ୍କର ହୋଇଥାଏ। ଜନ୍ମ ଜନ୍ମାନ୍ତରର ପାପର ଦଣ୍ଡ ମିଳିଥାଏ। ଯେତେ ଦଣ୍ଡ ପାଇବ ସେତେ ପଦ କମ ହୋଇଯିବ। ସେଥିପାଇଁ ବାବା କହୁଛନ୍ତି, ଯୋଗବଳ ଦ୍ୱାରା ହିସାବ କିତାବ ଚୁକ୍ତ କର। ୟାଦ ଦ୍ୱାରା ଯୋଗବଳ ଜମା କରି ଚାଲ। ଜ୍ଞାନ ତ ବହୁତ ସହଜ, ତେବେ ପ୍ରତ୍ୟେକ କର୍ମ ଜ୍ଞାନଯୁକ୍ତ ହୋଇ କରିବାକୁ ହେବ। ଦାନ ମଧ୍ୟ ପାତ୍ର ଦେଖି ଦେବା ଉଚିତ। ପାପ ଆତ୍ମାକୁ ଦେବା ଦ୍ୱାରା ପୁଣି ଦାତା ଉପରେ ମଧ୍ୟ ତାର ପ୍ରଭାବ ପଡ଼ିଥାଏ। ସେମାନେ ମଧ୍ୟ ପାପ ଆତ୍ମା ହୋଇଯାଆନ୍ତି। ଏଭଳି ଆତ୍ମାକୁ କେବେ ହେଲେ ଦାନ ଦେବା ଅନୁଚିତ। ଯିଏକି ଦାନ ପାଇଥିବା ପଇସାରେ ପୁଣି ଯାଇ ପାପ ଆଦି କରିବ। ପାପ ଆତ୍ମାମାନଙ୍କୁ ଦେବା ପାଇଁ ତ ଦୁନିଆରେ ବହୁତ ଅଛନ୍ତି। ଏବେ ତୁମକୁ ତ ଏପରି କରିବାର ନାହିଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବର୍ତ୍ତମାନ ପ୍ରତ୍ୟେକ କର୍ମ ଜ୍ଞାନଯୁକ୍ତ ହୋଇ କରିବାକୁ ହେବ। ସୁପାତ୍ରକୁ ହିଁ ଦାନ ଦେବାକୁ ହେବ। ପାପ ଆତ୍ମାମାନଙ୍କ ସହିତ ଏବେ କୌଣସି ଟଙ୍କା ପଇସାର ନେଣେ ଦେଣେ କରିବାର ନାହିଁ। ଯୋଗ ବଳ ଦ୍ୱାରା ସବୁ ପୁରୁଣା ହିସାବ କିତାବକୁ ଚୁକ୍ତ କରିବାକୁ ହେବ। 2 ନମ୍ବର, ଅସରନ୍ତି ଖୁସିରେ ରହିବା ପାଇଁ ନିଜେ ନିଜ ସହିତ ବାର୍ତ୍ତାଳାପ କରିବାକୁ ହେବ। ବାବା, ଆପଣ ଆମକୁ ଅପାର ଖୁସିର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି।
ଆପଣ ଆମର ଭାଗ୍ୟ ରୂପୀ ଝୁଲାମୁଣିକୁ ଭରପୁର କରୁଛନ୍ତି। ଆପଣଙ୍କ ସହିତ ପ୍ରଥମେ ଆମେ ଶାନ୍ତିଧାମକୁ ଯିବୁ, ତାପରେ ନିଜର ରାଜଧାନୀକୁ ଆସିବୁ। ଆଜିର ବରଦାନ। ସମସ୍ୟା ଗୁଡ଼ିକ ସମାଧାନ ରୂପରେ ପରିବର୍ତ୍ତନ କରି ବିଶ୍ୱ କଲ୍ୟାଣକାରୀ ଭବ। ସମସ୍ୟା ଗୁଡ଼ିକ ସମାଧାନ ରୂପରେ ପରିବର୍ତ୍ତନ କରି ବିଶ୍ୱ କଲ୍ୟାଣକାରୀ ଭବ। ଡିଟେଲ୍ସ। ମୁଁ ବିଶ୍ୱ କଲ୍ୟାଣକାରୀ ଅଟେ। ଏବେ ଏହି ଶ୍ରେଷ୍ଠ ଭାବନା, ଶ୍ରେଷ୍ଠ କାମନାର ସଂସ୍କାରକୁ ଜାଗ୍ରତ କର। ଏହି ଶ୍ରେଷ୍ଠ ସଂସ୍କାର ଆଗରେ ହଦର ସଂସ୍କାର ଗୁଡ଼ିକ ସ୍ୱତଃ ହିଁ ସମାପ୍ତ ହୋଇଯିବ। ସମସ୍ୟା ଗୁଡ଼ିକ ସମାଧାନ ରୂପରେ ପରିବର୍ତ୍ତିତ ହୋଇଯିବ। ଏବେ ଆଉ ଯୁଦ୍ଧ କରି ସମୟ ନଷ୍ଟ କର ନାହିଁ, ବରଂ ବିଜୟୀ ପଣିଆର ସଂସ୍କାରକୁ ଜାଗ୍ରତ କର। ଏବେ ନିଜର ସବୁକିଛି ସେବାରେ ଲଗାଇ ଦିଅ, ଯାହାଦ୍ୱାରା ମେହନତରୁ ମୁକ୍ତ ହୋଇଯିବ। ସମସ୍ୟା ଗୁଡ଼ିକରେ ବିବ୍ରତ ହେବା ପରିବର୍ତ୍ତେ ଦାନ ଦିଅ, ବରଦାନ ଦିଅ। ତାହା ହେଲେ ନିଜର ଗ୍ରହଣ ଗୁଡ଼ିକ ସ୍ୱତଃ ହିଁ ସମାପ୍ତ ହୋଇଯିବ। ଆଜିର ସ୍ଲୋଗାନ। କାହାର ଦୋଷ ଦୁର୍ବଳତା ଗୁଡ଼ିକୁ ବର୍ଣ୍ଣନା କରିବା ପରିବର୍ତ୍ତେ ଗୁଣ ସ୍ୱରୂପ ହୁଅ, ଗୁଣ ଗୁଡ଼ିକର ହିଁ ବର୍ଣ୍ଣନା କର। କାହାର ଦୋଷ ଦୁର୍ବଳତା ଗୁଡ଼ିକୁ ବର୍ଣ୍ଣନା କରିବା ପରିବର୍ତ୍ତେ ଗୁଣ ସ୍ୱରୂପ ହୁଅ, ଗୁଣ ଗୁଡ଼ିକର ହିଁ ବର୍ଣ୍ଣନା କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରେ। ଯଦି ସହଜ ଯୋଗୀ ହେବାକୁ ଚାହୁଁଛ, ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ବାବାଙ୍କର ପିଲାମାନଙ୍କ ପ୍ରତି ଏତେ ସ୍ନେହ ରହିଛି, ଯାହାକି ଅମୃତ ବେଳାଠାରୁ ହିଁ ପିଲାମାନଙ୍କର ପାଳନା କରୁଛନ୍ତି। ଦିନର ଆରମ୍ଭ ହିଁ କେତେ ଶ୍ରେଷ୍ଠ ରୂପରେ ହେଉଛି। ସ୍ୱୟଂ ଭଗବାନ ମିଳନ କରିବା ପାଇଁ ଡାକୁଛନ୍ତି, ବାର୍ତ୍ତାଳାପ କରୁଛନ୍ତି ଏବଂ ଶକ୍ତି ଭରୁଛନ୍ତି। ବାବାଙ୍କର ସ୍ନେହଭରା ଗୀତ ହିଁ ତୁମକୁ ଉଠାଉଛି। କେତେ ସ୍ନେହର ସହିତ ଡାକୁଛନ୍ତି, ଉଠାଉଛନ୍ତି। ମିଠେ ବଚେ ପ୍ୟାରେ ବଚେ ଆସ। ତେଣୁ ଏହି ସ୍ନେହପୂର୍ଣ୍ଣ ପାଳନାର ବାସ୍ତବିକ ସ୍ୱରୂପ ହେଲା ସହଜ ଯୋଗୀ ଜୀବନ। ଓମ୍ ଶାନ୍ତି।